ଶ୍ରାବଣ ମାସରେ ଧଳା ଅରଖ ଗଛର ଚମତ୍କାରୀ ଉପାୟ। ଚୁପଚାପ ଆପଣ ଏହି ଶ୍ରାବଣ ମାସରେ ଧଳା ଅରଖ ଫୁଲର ଏହି ଗୋଟିଏ ଚମତ୍କାରୀ ଉପାୟ ନିଶ୍ଚୟ କରିଦିଅନ୍ତୁ। ଧନ, ବେପାର, ମାନସିକ ଅଶାନ୍ତି କିମ୍ବା ଦାରିଦ୍ର୍ୟର ଜୀବନ ହେଉ କିମ୍ବା କୌଣସି ମନସ୍କାମନା ଯଦି ପୂର୍ଣ୍ଣ ହେଉନାହିଁ, ତେବେ ଏହି ଶ୍ରାବଣ ମାସରେ ଧଳା ଅରଖ ଫୁଲକୁ ସୋମବାର ଦିନ କିମ୍ବା ଯେକୌଣସି ବି ବିଶେଷ ଦିନ ମାନଙ୍କରେ ଆପଣ ନିଶ୍ଚୟ ଚୁପଚାପ ଏହି କାମ କରିଦିଅନ୍ତୁ। ସନାତନ ଧର୍ମ ପରମ୍ପରାରେ ଶ୍ରାବଣ ମାସ ହେଉଛି ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ଏବଂ ପବିତ୍ର ମାସ। ଏହି ଦିବ୍ୟ ମାସରେ ମହାଦେବଙ୍କୁ ପୂଜା ଅର୍ଚ୍ଚନା ଓ ଜଳାଭିଷେକ କଲେ ଜୀବନର ସମସ୍ତ କଷ୍ଟ, ଦୁଃଖ ଓ ଆର୍ଥିକ ଅନାଟନ ଦୂର ହୋଇଥାଏ। ତନ୍ତ୍ର, ମନ୍ତ୍ର, ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶ୍ରାବଣ ମାସରେ କିଛି ସ୍ୱତନ୍ତ୍ର ଦ୍ରବ୍ୟ ଓ ସାଧନା ମାଧ୍ୟମରେ ମହାଦେବଙ୍କ ସହ ଦେବୀ ମହାଲକ୍ଷ୍ମୀଙ୍କୁ ମଧ୍ୟ ପ୍ରସନ୍ନ କରାଯାଇପାରେ। ଏହି ସବୁ ଦ୍ରବ୍ୟ ମଧ୍ୟରୁ ଧଳା ଅରଖର ଉପାୟ ସବୁଠାରୁ ଶକ୍ତିଶାଳୀ ଓ ଚମତ୍କାରୀ ବୋଲି ଧରାଯାଏ। ସାଧାରଣ ଅରଖ ଗଛରେ ବାଇଗଣୀ କିମ୍ବା ନାଲି ମିଶା ଫୁଲ ଫୁଟୁଥିବା ବେଳେ ସମ୍ପୂର୍ଣ୍ଣ ଧଳା ଫୁଲ ଫୁଟୁଥିବା ଅରଖ ଗଛ ଅତ୍ୟନ୍ତ ଦୁର୍ଲଭ ଏବଂ ଦିବ୍ୟ ଶକ୍ତି ସମ୍ପନ୍ନ ହୋଇଥାଏ। ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଶିବ ପୁରାଣ ଅନୁସାରେ ମହାଦେବଙ୍କୁ ଗୋଟିଏ ଧଳା ଅରଖ ଫୁଲ ଅର୍ପଣ କଲେ ସହସ୍ର କମଳ ପଦ୍ମ ଫୁଲ ଚଢ଼ାଇବାର ପୁଣ୍ୟପ୍ରାପ୍ତ ହୋଇଥାଏ। ଦର୍ଶକ ବନ୍ଧୁ, ଚାଲନ୍ତୁ ମୁଁ ଆଜି ଆପଣଙ୍କୁ ସେହି ଧଳା ଅରଖର ବିଶେଷ ମାହାତ୍ମ୍ୟ ଆପଣଙ୍କୁ କହିବି ଏବଂ ଏହି ଶ୍ରାବଣ ମାସରେ ପ୍ରଭୁ ମହାଦେବଙ୍କୁ ଏହି ଧଳା ଅରଖ ଚଢ଼ାଇ କରି ଆପଣ ନିଜର ସମସ୍ତ ମନସ୍କାମନା ପୂର୍ଣ୍ଣ କରିପାରିବେ। ତା ଆଗରୁ ମୋର ପ୍ରିୟ ଦର୍ଶକ ବନ୍ଧୁ, ଯଦି ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ଟିକେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ହର ହର ମହାଦେବ ନିହାତି ଲେଖନ୍ତୁ। ଯେଉଁ ଧଳା ଅରଖ ଗଛ 12ରୁ 21 ବର୍ଷ ପୁରୁଣା ହୋଇଥାଏ, ତାହାର ଚେରରେ ସ୍ୱତଃ ଶ୍ରୀ ଗଣେଶ ଆକୃତି ନିର୍ମିତ ହୋଇଯାଏ, ଯାହାକୁ ଶ୍ଵେତାର୍କ ଗଣପତି କୁହାଯାଏ। ଶ୍ରାବଣ ମାସରେ ଧଳା ଅରଖ ଗଛର ପୂଜନ ଓ ସେବା କଲେ ଦେବୀ ମହାଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇ ସାଧକ ଗୃହରେ ସ୍ଥାୟୀ ଭାବେ ବାସ କରନ୍ତି। ଧନ ପ୍ରାପ୍ତି ଓ ଆର୍ଥିକ ଉନ୍ନତି ପାଇଁ 7ଟି ଅଚୁକ ଚମତ୍କାରୀ ଉପାୟ ଏବେ ଆପଣମାନଙ୍କୁ କହୁଛି, ତେଣୁ ଭିଡ଼ିଓକୁ ସ୍କିପ୍ ନ କରି ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶ୍ରାବଣ ମାସର ଯେକୌଣସି ବି ସୋମବାର, ଶିବରାତ୍ରି, ସଂକ୍ରାନ୍ତି କିମ୍ବା ରବି ପୁଷ୍ୟ ଯୋଗ ଦିନ ଏହି ଉପାୟ ଗୁଡ଼ିକ ଶ୍ରଦ୍ଧାର ସହ କଲେ ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯାଏ। ପ୍ରଥମ ଉପାୟ, 108ଟି ଧଳା ଅରଖ ଫୁଲର ଶିବ ପୂଜା। ଶ୍ରାବଣ ସୋମବାର ଦିନ ସକାଳୁ ସ୍ନାନ ସାରି 108ଟି ଧଳା ଅରଖ ଫୁଲ ସଂଗ୍ରହ କରନ୍ତୁ। ପ୍ରତି ଫୁଲରେ ଧଳା କିମ୍ବା ରକ୍ତ ଚନ୍ଦନ ଲଗାଇ ଓಂ ନମଃ ଶିବାୟ ମନ୍ତ୍ର ଜପ କରି ଶିବଲିଙ୍ଗରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଅଟକି ରହିଥିବା ଟଙ୍କା ଶୀଘ୍ର ଫେରି ମିଳେ ଏବଂ ବ୍ୟବସାୟରେ ଅଦ୍ଭୁତପୂର୍ବ ସଫଳତା ପ୍ରାପ୍ତ ହୋଇଥାଏ। ଦ୍ୱିତୀୟ ଉପାୟ, ତିଜୋରିରେ ଧଳା ଅରଖ ଚେର ସ୍ଥାପନ। ଶ୍ରାବଣ ମାସର ଶୁକ୍ଲପକ୍ଷ ରବିବାର କିମ୍ବା ଗୁରୁ ପୁଷ୍ୟ ଯୋଗ ଦିନ ଧଳା ଅରଖ ଗଛର ଗୋଟିଏ ସାନ ଚେର ଆଣନ୍ତୁ। ଏହାକୁ ଗଙ୍ଗା ଜଳରେ ଧୋଇ ସିନ୍ଦୁର ଓ ଅକ୍ଷତ ଲଗାଇ ଓಂ ଗଂ ଗଣପତାୟ ନମଃ ମନ୍ତ୍ର 108 ଥର ଜପ କରନ୍ତୁ। ଏହାକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜର ଟଙ୍କା ରଖୁଥିବା ସିନ୍ଦୁକ, ତିଜୋରି କିମ୍ବା କ୍ୟାଶ ବାକ୍ସରେ ରଖନ୍ତୁ, ଯାହାଦ୍ୱାରା ଘରେ ସଦାସର୍ବଦା ଧନଧାନ୍ୟ ଓ ସମୃଦ୍ଧି ବୃଦ୍ଧି ପାଏ, ବ୍ୟୟ ନିୟନ୍ତ୍ରଣରେ ରହେ। ତୃତୀୟରେ, ଗୃହର ବାସ୍ତୁଦୋଷ ଓ ନକାରାତ୍ମକ ଶକ୍ତି ନାଶ। ଗୃହର ମୁଖ୍ୟ ଦ୍ୱାରର ଡାହାଣ ପାଖରେ ଧଳା ଅରଖ ଗଛ ଶ୍ରାବଣ ମାସର ଯେକୌଣସି ବି ଦିନରେ ରୋପଣ କରନ୍ତୁ। ପ୍ରତିଦିନ ସନ୍ଧ୍ୟାରେ ଏହି ଗଛ ମୂଳରେ ସୋରିଷ ତେଲ କିମ୍ବା ଘିଅର ଦୀପ ଜାଳନ୍ତୁ। ଫଳରେ ଗୃହର ବାସ୍ତୁଦୋଷ ଦୂର ହୁଏ, ନଜର ଦୋଷ ବା କଳା ଯାଦୁ ଗୃହକୁ ପ୍ରଭାବିତ କରିପାରେ ନାହିଁ। ଚତୁର୍ଥଟି ହେଉଛି ଋଣ ମୁକ୍ତି ପାଇଁ ବିଶେଷ ପ୍ରୟୋଗ। ଶ୍ରାବଣ ମାସର ମଙ୍ଗଳବାର ଦିନ ଧଳା ଅରଖ ଫୁଲର ମାଳା ତିଆରି କରି ଶ୍ରୀ ହନୁମାନଙ୍କୁ ଅର୍ପଣ କରନ୍ତୁ। ମନ୍ଦିରରେ ବସି ହନୁମାନ ଚାଳିଶା କିମ୍ବା ଋଣ ମୋଚନ ମଙ୍ଗଳ ସ୍ତୋତ୍ର ପାଠ କରନ୍ତୁ। ପୁରୁଣା ଋଣ ଓ କରଜରୁ ଶୀଘ୍ର ମୁକ୍ତି ମିଳିଥାଏ। ଧଳା ଅରଖ ଗଣପତିଙ୍କ ସିଦ୍ଧ ପୂଜା। ଧଳା ଅରଖ ଗଛର ଚେରରୁ
ନିର୍ମିତ ଗଣେଶ ପ୍ରତିମାକୁ ଘରର ପୂଜା ଘରେ ସ୍ଥାପନ କରନ୍ତୁ। ପ୍ରତିଦିନ ଦୁବ ଓ ଧଳା ଫୁଲ ଚଢ଼ାଇ ଓମ୍ ଶ୍ରୀଂ ହ୍ରିଂ କ୍ଲିଂ ଗ୍ଲୋଂ ଗଂ ଗଣପତେ ବର ବରଦ ସର୍ବଜନଂ ମେ ବସମାନୟ ସ୍ୱାହା ମନ୍ତ୍ର ଜପ କରନ୍ତୁ। ନଚେତ୍ ଓମ୍ ଗଂ ଗଣପତେ ନମ ଜପ କରି ତାହାର ପୂଜା କରନ୍ତୁ। ମନେ ରଖିଥିବେ, ସେହି ଗଛ 20 କିମ୍ବା 21 ବର୍ଷ ପୁରୁଣା ହୋଇଥିବା ଦରକାର, ଯାହାଦ୍ୱାରା ବୁଦ୍ଧି, ଜ୍ଞାନ, ବ୍ୟବସାୟିକ ସଫଳତା ଓ ଅପାର ଧନ ପ୍ରାପ୍ତି ହୋଇଥାଏ। ଦୀର୍ଘକାଳୀନ ରୋଗମୁକ୍ତି ଓ ସ୍ୱାସ୍ଥ୍ୟ ଲାଭ ପାଇଁ ଶ୍ରାବଣ ସୋମବାର ଦିନ ଅସୁସ୍ଥ ବ୍ୟକ୍ତିଙ୍କ ମୁଣ୍ଡ ଉପରେ 7ଟି ଧଳା ଅରଖ ଫୁଲ 7 ଥର ବୁଲାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ, ଯାହାଦ୍ୱାରା ଶାରୀରିକ କଷ୍ଟ ଦୂର ହୁଏ ଏବଂ ଦୀର୍ଘ ଦିନରେ ରୋଗରୁ ମୁକ୍ତି ମିଳିଥାଏ। ଆକର୍ଷଣ ଓ ଚାକିରି ବ୍ୟବସାୟରେ ଉନ୍ନତି ପାଇଁ ଧଳା ଅରଖ ଗଛର କ୍ଷୀରରେ ଟିକେ ଗୋରୋଚନା କିମ୍ବା ଚନ୍ଦନ ମିଶାଇ କପାଳରେ ତିଲକ ଲଗାନ୍ତୁ। କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ପାଏ, ପଦୋନ୍ନତି ହୁଏ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ନିୟମ, ବାସ୍ତୁ, ସାବଧାନତା ଓ ପୂଜା ବିଧି। ଗଛକୁ ନିମନ୍ତ୍ରଣ। ଅରଖ ଚେର କିମ୍ବା ଫୁଲ ଆଣିବା ପୂର୍ବ ଦିନ ସନ୍ଧ୍ୟାରେ ଗଛ ପାଖକୁ ଯାଇ ଜଳ ଅର୍ପଣ କରି ପୂଜା ପାଇଁ ନିମନ୍ତ୍ରଣ କରିବା ଆବଶ୍ୟକ। ସାବଧାନ ରଖନ୍ତୁ, ଅରଖ ଗଛର କ୍ଷୀର ବିଷାକ୍ତ ହୋଇଥିବାରୁ ଆଖିରେ ଯେପରି ନ ପଡ଼େ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଶ୍ରାବଣ ସୋମବାର, ଶୁକ୍ଲପକ୍ଷ ଚତୁର୍ଥୀ, ରବିବାର କିମ୍ବା ପୁଷ୍ୟା ନକ୍ଷତ୍ର ଏହି ସାଧନ ପାଇଁ ଶ୍ରେଷ୍ଠ ଅଟେ। ଘରର ପୂର୍ବ କିମ୍ବା ଉତ୍ତର କୋଣରେ ଧଳା ଅରଖ ଗଛ ରୋପଣ କରିବା ସବୁଠାରୁ ଶୁଭ ଅଟେ। ଶ୍ରାବଣ ମାସରେ ଯେଉଁ ବି ମଣିଷ ଦେବଦେବ ମହାଦେବଙ୍କୁ ଅତି ବିଶେଷ ଭାବରେ ପୂଜାର୍ଚ୍ଚନା କରିଥାଏ, ଭଗବାନ ତାର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ଏବଂ ବିଶେଷ କରି ଧଳା ଅରଖ ଗଛ, ଯଦି ଆପଣଙ୍କୁ ଧଳା ଅରଖ ବି ନ ମିଳୁଛି, ତେବେ ଆପଣ ତାର ପତ୍ର ବି ଶିବଲିଙ୍ଗରେ ନିଶ୍ଚୟ ଅର୍ପଣ କରନ୍ତୁ। ଯେହେତୁ ବର୍ତ୍ତମାନ ଶ୍ରାବଣ ମାସ ଏବଂ ଚାରିଆଡେ ବର୍ଷାର ପ୍ରକୋପ ଚାଲିଛି, ହୁଏତ ଆପଣ ପାଇପାରନ୍ତି ନ ପାଇପାରନ୍ତି, ତେଣୁ ଆପଣ ତାର ପତ୍ର ବି ଶିବଲିଙ୍ଗରେ ନିଶ୍ଚୟ ଚଢାନ୍ତୁ। ଯେତେବେଳେ ଯାହା ମିଳୁଛି ତାହା ନିଶ୍ଚୟ କରନ୍ତୁ। ଦର୍ଶକ ବନ୍ଧୁ, ତା ସହିତ 108ଟି ଅଖଣ୍ଡିତ ଚାଉଳ ଯଦି ଆପଣ ଶିବଲିଙ୍ଗରେ ଅର୍ପଣ କରିବେ, ତେବେ ଆପଣଙ୍କ ଘରୁ ଦୁଃଖ ଦାରିଦ୍ର୍ୟ ଦୂର ହବ, ଘରେ ଅନ୍ନର ଅଭାବ ରହିବ ନାହିଁ। ଶିବଲିଙ୍ଗ ଉପରେ ଜଳ ନିହାତି ଅର୍ପଣ କରନ୍ତୁ। ଆପଣ କେଉଁ ଦିନରେ ପୂଜା କରନ୍ତୁ କିମ୍ବା ନ କରନ୍ତୁ, କିନ୍ତୁ ଶ୍ରାବଣ ସୋମବାର, ଶ୍ରାବଣ ମାସ ସାରା ଶିବଲିଙ୍ଗରେ ଜଳ ଅର୍ପଣ କରନ୍ତୁ। କୁହାଯାଏ, ବର୍ଷ ସାରାର ପୁଣ୍ୟ ଆପଣ ଶ୍ରାବଣ ମାସରେ ପାଇପାରିବେ। ତେଣୁ ନିଶ୍ଚୟ ଶ୍ରାବଣ ମାସକୁ ହାତଛଡ଼ା କରନ୍ତୁ ନାହିଁ। ଏବଂ ଶ୍ରାବଣ ମାସର ସଂକ୍ରାନ୍ତି, ଶିବରାତ୍ରି ଏସବୁ ବହୁତ ମୂଲ୍ୟ ଅଟେ। ପ୍ରଦୋଷ ଏସବୁ ବହୁତ ମୂଲ୍ୟ ଅଟେ ଏବଂ ଭଗବାନ ଦେବଦେବ ମହାଦେବଙ୍କର ବିଶେଷ କୃପା ମିଳିଥାଏ। ତେଣୁ ଏହି ଶ୍ରାବଣ ମାସରେ ଏହି ଉପାୟ କରିବାକୁ ଜମା ବି ଭୁଲନ୍ତୁ ନାହିଁ। ଦର୍ଶକ ବନ୍ଧୁ, ଆପଣ ଯଦି ଏହି ଭିଡିଓ ଅନ୍ୟମାନଙ୍କୁ ଛାଡ଼ିବେ, ସେମାନଙ୍କର କାମରେ ଆସିପାରିବ। ହୁଏତ ସେମାନଙ୍କର କୋଉ ସମସ୍ୟା ପାଇଁ ସେମାନେ କଷ୍ଟ ପାଉଥିବେ, ଛୋଟିଆ ଭିଡିଓଟି ମଧ୍ୟ ତାଙ୍କର ବହୁତ କାମରେ ଆସିପାରେ। ତେଣୁ ଏହି ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଏବଂ ମୋ ଚ୍ୟାନେଲରେ ଶେଷ ପର୍ଯ୍ୟନ୍ତ ଯୋଡ଼ି ରହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଭଗବାନ ଆପଣଙ୍କର ଏବଂ ଆପଣଙ୍କ ପରିବାରର ସମସ୍ତ ରିଷ୍ଟ ଖଣ୍ଡନ କରନ୍ତୁ ଏବଂ ଆପଣଙ୍କର ମଙ୍ଗଳ କାମନା କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓରେ। ଆପଣମାନେ ଯଦି ଏହିପରି ଭିଡିଓ ଦେଖିବା ପାଇଁ ଚାହୁଁଛନ୍ତି, ତେବେ କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାନ୍ତୁ।